ଖ୍ରୀଷ୍ଟ ଜ୍ୟୋତି ପ୍ରଜ୍ୱଳିତ ଅନ୍ଧକାର ହେଲା ଲୁପ୍ତ ଖ୍ରୀଷ୍ଟ ଜ୍ୟୋତି ପ୍ରଜ୍ୱଳିତ ଅନ୍ଧକାର ହେଲା ଲୁପ୍ତ ପ୍ରତିଟି ଅନ୍ତର ଆଲୋକିତ କରେ ଯେଉଁ ଜ୍ୟୋତି ପ୍ରତି ଜୀବନର ପଥ ପ୍ରଦର୍ଶକ ସେଇ ଜ୍ୟୋତି ସେ ଯେ ସାରା ଜଗତର ଜ୍ୟୋତି ଖ୍ରୀଷ୍ଟ ଜ୍ୟୋତି ସେହି ସତ୍ୟ ଜ୍ୟୋତି सत्य ज्योति सत्य ज्योति सत्य ज्योति सत्य ज्योति। प्रिय बंधु नमस्कार। सत्य ज्योति विशेष कार्यक्रम पक्षरु आपनकु अनेक अनेक शुभेच्छा अभिनंदन एवं धन्यवाद जनाऊँ। এই କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଶୁଣୁଅଛନ୍ତି, ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ସେଥିପାଇଁ ଈଶ୍ୱରଙ୍କର ଧନ୍ୟବାଦ କରୁ କରୁ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଏ। ଏହି କାର୍ଯ୍ୟକ୍ରମ ବିଷୟରେ ଆପଣଙ୍କର ବନ୍ଧୁମାନଙ୍କୁ ସୂଚନା ଦେବା ପାଇଁ ଭୁଲନ୍ତୁ ନାହିଁ, ସେମାନେ ମଧ୍ୟ ଯେପରି ଆଶୀର୍ବାଦ ପ୍ରାପ୍ତ ହେବେ। ଆସୁ ଆମମାନେ ଆଜିର ବିଷୟବସ୍ତୁ ମଧ୍ୟକୁ ଯିବା ପୂର୍ବରୁ ପ୍ରଭୁଙ୍କର ଶରଣାଗତ ହେବା, ତାହାଙ୍କଠାରେ ନିଜ ନିଜକୁ ସମର୍ପଣ କରିବା। ସେ ଆମମାନଙ୍କୁ ପ୍ରେମ କରନ୍ତି, ସେ ଆମମାନଙ୍କ ବିଷୟରେ ମନୋଯୋଗୀ ଅଟନ୍ତି। ଯାହା କିଛି ପରିସ୍ଥିତି, ଯାହା କିଛି ଅବସ୍ଥା ଆପଣଙ୍କଠାରେ ଅଛି, ଆପଣ କଷ୍ଟ ମଧ୍ୟରେ ଅଛନ୍ତି, ସେ ସବୁ ପ୍ରଭୁଙ୍କ ନିକଟକୁ ନେଇ ଆସନ୍ତୁ। ଆପଣ ତାଙ୍କୁ ଦେଖି ନ ପାରିଲେ ବି ସେ ଆପଣଙ୍କୁ ଦେଖୁଅଛନ୍ତି, କାରଣ ସେ ସର୍ବଦର୍ଶୀ ପରମେଶ୍ୱର, ସର୍ବଜ୍ଞ ପରମେଶ୍ୱର ଏବଂ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଆମର ସମସ୍ୟା ଆମ ପାଇଁ ଅତି ବଡ଼ ହେଇପାରେ, କିନ୍ତୁ ଆମର ସବୁ ସମସ୍ୟା ଉପରେ ଅଧିକାରୀ ଶକ୍ତିଶାଳୀ ହେଉଛନ୍ତି ଆମମାନଙ୍କର ପ୍ରଭୁ। ସେଥିପାଇଁ ତାଙ୍କଠାରେ ପ୍ରାର୍ଥନା କରିବା। ମୋ ସହିତ ପ୍ରାର୍ଥନାରେ ଯୋଗ ଦିଅନ୍ତୁ। ପ୍ରିୟ ପ୍ରଭୁ, ତୁମର ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କର ପାଇଁ ସବୁବେଳେ ଅଛ ପ୍ରଭୁ। ତୁମର ଜୀବନରେ ଆମମାନଙ୍କୁ ବଞ୍ଚିବା ପାଇଁ ଦେଇଛ। ଜଗତର ଆମମାନଙ୍କର ଜୀବନଯାତ୍ରା ଅନେକ ସମୟରେ ଦୁଃଖଦାୟକ ହେଇଛି, କଷ୍ଟରେ ସମସ୍ୟାରେ ପରିପୂର୍ଣ୍ଣ ହେଇଛି। ଏସବୁ ସମୟରେ ଆମମାନେ ତୁମ ଆଡ଼କୁ ଦୃଷ୍ଟିପାତ କରୁ, ତୁମଠାରୁ ସାହାଯ୍ୟ ମାଗୁ। ପ୍ରକୃତ ସାହାଯ୍ୟ ତୁମଠାରୁ ହିଁ ମିଳିଥାଏ। ସେଥିପାଇଁ ଆମମାନେ ପ୍ରାର୍ଥନା କରୁଅଛୁ। ଆଜି ପ୍ରିୟ ବନ୍ଧୁମାନେ ଯାହାର ଯେ ପ୍ରକାର ସମସ୍ୟା ନେଇ ତୁମ ନିକଟକୁ ଆସିଛନ୍ତି, ତୁମେ ସ୍ପର୍ଶ କର। ତୁମର ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ସୁସ୍ଥ କର, ଅନୁଗ୍ରହ ଦିଅ। ତୁମକୁ ଆହୁରି ଅଧିକ ଗଭୀର ଭାବରେ ଜୀବନରେ ଜାଣିବା ପାଇଁ ସାହାଯ୍ୟ କର। ତୁମ ଉଦ୍ଦେଶ୍ୟରେ ବଞ୍ଚିବା ନିମନ୍ତେ ପ୍ରତ୍ୟେକଙ୍କୁ ଅନୁଗ୍ରହ କର। ସମସ୍ତ ପ୍ରକାର ପାପର ବନ୍ଧନରୁ ମୁକ୍ତି ଲାଭ କରି ଆନନ୍ଦରେ ତୁମର ସେବା କରିବା ପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ, ଆମେନ୍। ପ୍ରିୟ ବନ୍ଧୁ, ଗୋଟିଏ ଘଟଣାର ବିଷୟ ଯେଉଁଟାକି ଆମମାନେ ହୁଏତ କିଛି ସପ୍ତାହ ପୂର୍ବରୁ ଆଲୋଚନା କରିଥିଲୁ, କିନ୍ତୁ ଆମମାନେ ଆଉଥରେ ସେହି ଘଟଣା ମଧ୍ୟକୁ ଫେରିଯିବା। ଜଣେ ବ୍ୟକ୍ତିଙ୍କ ବିଷୟରେ ଯାହାଙ୍କୁ ସମାଜରେ କେହି ହେଲେ ପସନ୍ଦ କରୁନଥିଲେ, କେହି ହେଲେ ଚାହୁଁନଥିଲେ, ତାଙ୍କୁ ଅନେଇବା ପାଇଁ ଇଚ୍ଛା କରୁନଥିଲେ, ତାଙ୍କର ପାଖକୁ ଯିବା ପାଇଁ ଚାହୁଁନଥିଲେ। ଏପରିକି ତାଙ୍କ ପରିବାରର ଲୋକମାନେ ତାଙ୍କୁ ଘରୁ ବାହାର କରିଦେଲେ। ଗାଁର ଲୋକମାନେ ଗାଁରେ ରହିବାକୁ ଦେଲେ ନାହିଁ। ଆଉ ସେ ବାହାରେ ଗୋଟିଏ ପାହାଡ଼ର ଗୁମ୍ଫାରେ ଯାଇକି ରହିଲେ, ନିଜକୁ କଷ୍ଟ ମଧ୍ୟରେ ରହିବାକୁ ଦେଲେ। ହୋଇପାରେ ତାଙ୍କର ଖିଆପିଆ ବଡ଼ ଅସୁବିଧା ହେଉଥିଲା। ଘରର ଲୋକ କିମ୍ବା ଆଉ ଅନ୍ୟ କୌଣସି ଲୋକ ଯଦି କେହି ଦୟାକରି ତାଙ୍କ ପାଇଁ କିଛି ଖାଇବାରେ ନେଇଗଲେ, ସେଇଟା ବି ତାଙ୍କ ହାତରେ ଦେଉନଥିଲେ। କାରଣ ତାଙ୍କୁ ଯେଉଁ ପ୍ରକାର ରୋଗ ମାଡ଼ିଥିଲା, ସେଇଟା ବଡ଼ ଘୃଣାଜନକ ରୋଗ ଥିଲା। ସେହି ସମୟରେ ବଡ଼ କଷ୍ଟକର ରୋଗ ଥିଲା। ଆଉ ସେଥିପାଇଁ ଏ ପ୍ରକାର ରୋଗୀମାନଙ୍କୁ ଲୋକମାନେ ଅଛୁଆଁ ବୋଲିକି କହୁଥିଲେ, ଅଶୁଚି ବୋଲିକି କହୁଥିଲେ। ସେ ରୋଗଟି କୁଷ୍ଠ ରୋଗ। ସେ ସମୟରେ କୁଷ୍ଠ ରୋଗ ବଡ଼ ମାରାତ୍ମକ ରୋଗ ଥିଲା। ଯାହାକୁ ହେଉଥିଲା
ସେ ଧୀରେ 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 ମୃତ୍ୟୁ ମୁଖରେ ପଡୁଥିଲା। ମରିବା ଯାଏ ତାର ଦେହ ସବୁ ଖଣ୍ଡିଆ ଖାବରା ହେଇକି ଘା ହେଇକି ପୂଜ ବହିକି ତାର ଆଉ ଚିକିତ୍ସା ହେଇପାରୁନଥିଲା। ସେଥିରୁ ଲୋକମାନେ ମୁକ୍ତ ହେଉନଥିଲେ। ସେଥିପାଇଁ ପରିବାରର ଲୋକମାନେ ମଧ୍ୟ ସେ ପ୍ରକାର ଲୋକମାନଙ୍କୁ ଘରେ ରହିବାକୁ ଦେଉନଥିଲେ। ସମାଜରେ ଗୋଟିଏ ନିୟମ ହେଇଯାଇଥିଲା ଯେ ଯାହାକୁ କୁଷ୍ଠରୋଗ ହେଲେ ସେ ଘରେ କିମ୍ବା ଗାଁରେ ରହିପାରିବ ନାହିଁ, ତାକୁ ବାହାରେ ରହିବାକୁ ହେବ। ବହୁତ କଷ୍ଟଦାୟକ ଜୀବନ ଥିଲା। ସେ ପ୍ରକାର ସମୟରେ ଥରେ ପ୍ରଭୁ ଯୀଶୁ ସେଇ ବାଟ ଦେଇକି ଯାଉଛନ୍ତି ଏବଂ ଏ କୁଷ୍ଠ ରୋଗୀଟି ସେ ଜାଣିବାକୁ ପାରିଲା ଯେ ଯୀଶୁ ଏଇ ବାଟ ଦେଇ ଯାଉଛନ୍ତି। ଯେମିତି ଯୀଶୁଙ୍କୁ ପାଖକୁ ଆସିବାର ସେ ଦେଖିଲା, ସେ ଆଣ୍ଠେଇ ପଡ଼ିକି କହିଲା, ହେ ପ୍ରଭୁ, ଆପଣ ଚାହିଁଲେ ମୋତେ ଶୁଚି କରିପାରନ୍ତି, ମୋତେ ସୁସ୍ଥ କରିପାରନ୍ତି। ମାର୍କ ଲିଖିତ ସୁସମାଚାର ତାର 1:40-42 ମଧ୍ୟରେ ଏହି ଘଟଣାର କଥା ଲେଖା ଅଛି। ଅଳ୍ପ କେତୋଟି ପଦରେ କିନ୍ତୁ ବଡ଼ ଚମତ୍କାର ଘଟଣା। ଯେତେବେଳେ ପ୍ରଭୁ ଯୀଶୁଙ୍କୁ ସେ ଏହି ଅନୁରୋଧ କଲା, ପ୍ରଭୁ ଯୀଶୁ ଅନ୍ୟମାନଙ୍କ ପରି ତାକୁ ଏଡ଼େଇକି ଚାଲିଗଲେ ନାହିଁ। ଅନ୍ୟମାନେ କେହି ହେଲେ ତାର ଡାକ ପ୍ରତି ଧ୍ୟାନ ଦେଉନଥିଲେ, କେହି ହେଲେ ତାହାକୁ ପସନ୍ଦ କରୁନଥିଲେ, କିନ୍ତୁ ପ୍ରଭୁ ଯୀଶୁ ସେମିତି ଚାଲିଗଲେ ନାହିଁ। ସେ ଠିଆ ହେଇଗଲେ, ଆଉ ସେ ଅନେଇଲେ, ବରଂ ପାଖକୁ ଆସିଲେ, ତାକୁ ଧରିଲେ, ତାକୁ ଛୁଇଁଲେ, ଆଉ କହିଲେ, ମୁଁ ଇଚ୍ଛା କରୁଅଛି ତୁମେ ଶୁଚି ହୁଅ। ବଡ଼ ଅଦ୍ଭୁତ କଥା। ଜଣେ ବ୍ୟକ୍ତି ସେ କେମିତି ଅନ୍ୟମାନଙ୍କର ଠାରୁ ଭିନ୍ନ ବ୍ୟବହାର ଦେଖେଇଲେ? କାରଣ ହେଉଛି ସେ ଅନ୍ୟମାନଙ୍କ ପରି ନଥିଲେ। ହଁ, ଅନ୍ୟମାନଙ୍କ ଭଳି ମଣିଷ ଭଳି ଦେଖାଯାଉଥିଲେ। ତାଙ୍କର ବି 2ଟା ହାତ, 2ଟା ଗୋଡ଼, 2ଟା କାନ, ଗୋଟିଏ ନାକ, ଗୋଟିଏ ପାଟି, 2ଟା ଆଖି ଥିଲା। ମାତ୍ର ତାଙ୍କର ମନୋଭାବ, ତାଙ୍କର ଆଚରଣ, ତାଙ୍କର ବ୍ୟବହାର ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା। କାରଣ ହେଉଛି ସେ ସ୍ୱର୍ଗରୁ ଆସିଥିଲେ ମନୁଷ୍ୟ ଭାବରେ, କିନ୍ତୁ ସେ ଈଶ୍ୱରଙ୍କର ପୁତ୍ର ଥିଲେ। ଆଉ ସେ ଈଶ୍ୱରୀୟ ଦୟାକୁ ପ୍ରକାଶ କଲେ, ଈଶ୍ୱରୀୟ ପ୍ରେମକୁ ପ୍ରକାଶ କଲେ। ଯେତେବେଳେ ଏ କୁଷ୍ଠ ରୋଗୀକୁ ଅନ୍ୟମାନେ ଘୃଣା କଲେ, ପ୍ରେମ କଲେ ନାହିଁ, ସ୍ନେହ କଲେ ନାହିଁ, ଶ୍ରଦ୍ଧା କଲେ ନାହିଁ, ଚାହିଁଲେ ନାହିଁ, ଘରୁ ବାହାର କରିଦେଲେ, ସେ ପ୍ରକାର ଲୋକଟିକୁ ପ୍ରଭୁ ଯୀଶୁ ଦୟା କଲେ। ଭାଇ ଭଉଣୀମାନେ, ଆଜି ବି ଏ ପ୍ରକାର ଅବସ୍ଥାରେ, ଏଇଟା ତ ଗୋଟେ ଶାରୀରିକ ଅବସ୍ଥାର କଥା, କିନ୍ତୁ ଅନେକ ଅଛନ୍ତି ଯେଉଁମାନେ କି ପାପର କୁଷ୍ଠ ରୋଗରେ ଆକ୍ରାନ୍ତ ଅଛନ୍ତି। ମନରେ ଘା ଅଛି, ହୃଦୟରେ ଘା ଅଛି, ପୂଜ ରକ୍ତ ବାହାରୁଛି। କହିବାକୁ ଗଲେ ଈଶ୍ୱରଙ୍କର ପବିତ୍ର ବାକ୍ୟରେ ଏ କଥା ଲେଖା ଅଛି। ଯିଶାୟ ଭାବବାଦୀଙ୍କର ପୁସ୍ତକ 1 ପର୍ବର ସେଇ 6 ପଦ, ସେଇ ପ୍ରଥମ ପଦ, କେତୋଟି ପଦରେ ଲେଖା ଅଛି ଯେ ମନୁଷ୍ୟର, ପାପୀ ମନୁଷ୍ୟର ଅବସ୍ଥା କି ପ୍ରକାର। ଜଣେ ପାପୀ ମନୁଷ୍ୟର ଅବସ୍ଥା ସେଥିରେ ଯେମିତି ବର୍ଣ୍ଣନା ଦିଆଯାଇଛି, ତାହା ହେଉଛି ପାଦର ତଳିପାଠାରୁ ମସ୍ତକର ଅଗ୍ରଭାଗ ପର୍ଯ୍ୟନ୍ତ ସମୁଦାୟ ଶରୀର, ସର୍ବାଙ୍ଗ ଶରୀର ପୂଜପୂର୍ଣ୍ଣ ଘାରେ ପରିପୂର୍ଣ୍ଣ। ତାହା ପରିଷ୍କାର କରାଯାଏ ନାହିଁ, ସେଥିରେ ମଲମ ଲଗାଯାଏ ନାହିଁ, କିମ୍ବା ସେଥିରେ ପଟି ବନ୍ଧାଯାଏ ନାହିଁ। ଘା ହେଲେ ଘାକୁ ପରିଷ୍କାର କରି ମଲମ ଲଗାଯାଏ, ତାକୁ ପଟି ବନ୍ଧାଯାଏ, ଯେମିତିକି ଘାଟା ସୁସ୍ଥ ହେବ। କିନ୍ତୁ ଜଣେ ପାପୀ ମନୁଷ୍ୟର ଅବସ୍ଥା ଏ ପ୍ରକାର ଯେ ତାହା ଘା ଏବଂ ପୂଜପୂର୍ଣ୍ଣ ଘା ପାଦର ତଳିପାଠାରୁ ମସ୍ତକ ପର୍ଯ୍ୟନ୍ତ, ମାନେ ସମୁଦାୟ ବ୍ୟକ୍ତି ପାପରେ, ରୋଗରେ ପୀଡ଼ିତ। ଆଉ ଈଶ୍ୱରଙ୍କ ବାକ୍ୟରେ କଥା ଲେଖା ଅଛି, ଅନ୍ତଃକରଣ, ମନୁଷ୍ୟର ଅନ୍ତଃକରଣ ସବୁଠାରୁ କପଟମୟ, ଅପ୍ରତିକାର୍ଯ୍ୟ, ପୀଡ଼ାରେ ପୀଡ଼ିତ। ଯାହାର ପ୍ରତିକାର କରିହେବ ନାହିଁ, ମନୁଷ୍ୟଠାରେ ତାର ପ୍ରତିକାର ନାହିଁ। ଭାଇ ଭଉଣୀମାନେ, କୁଷ୍ଠ ରୋଗ କେବଳ ହୁଏତ ଶରୀରକୁ ନଷ୍ଟ କରେ, କିନ୍ତୁ ପାପର ରୋଗ ଶରୀର, ପ୍ରାଣ, ଆତ୍ମାକୁ ନଷ୍ଟ କରେ, ସମ୍ପୂର୍ଣ୍ଣ ଜୀବନକୁ ନଷ୍ଟ କରେ। ଜଣେ ବ୍ୟକ୍ତିକୁ ସର୍ବାଙ୍ଗୀନ ଭାବରେ ଧ୍ୱଂସ କରିଦିଏ, ନଷ୍ଟ କରିନିଏ। କେବଳ ସେତିକି ନୁହେଁ, ଏହି ଜଗତରେ କେବଳ ବିନଷ୍ଟ ହୁଏ ତାହା ନୁହେଁ, ନରକରେ ଅନନ୍ତକାଳ ଦଣ୍ଡ ଭୋଗିବା ପାଇଁ ସେ ସେଠିକି ନିଆଯାଏ। ପାପର ରୋଗ ବଡ଼ ଭୟଙ୍କର। ସେଥିପାଇଁ ସ୍ୱର୍ଗର ପରମେଶ୍ୱର 2000 ବର୍ଷ ତଳେ ଦୟାରେ ବିଗଳିତ ହେଲେ, ପ୍ରେମରେ ପରିପୂର୍ଣ୍ଣ ହେଲେ ଏବଂ ପାପର କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଶୁଚି କରିବା ପାଇଁ, ପବିତ୍ର କରିବା ପାଇଁ, କ୍ଷମା ଦେବା ପାଇଁ
ଜୀବନ ଦେବା ପାଇଁ ଉଦ୍ଧାର କରିବା ପାଇଁ ଏ ଜଗତକୁ ଆସିଲେ। ସେହି କାର୍ଯ୍ୟ এই ଘଟଣାରେ ମଧ୍ୟ ସେ କରୁଛନ୍ତି। ସେ କୁଷ୍ଠ ରୋଗୀ ପାଖକୁ ଆସିଲେ, କହିଲେ ମୁଁ ଇଚ୍ଛା କରୁଅଛି ତୁମେ ଶୁଚି ହୁଅ। ତତ୍କ୍ଷଣାତ୍ ସେହି ରୋଗୀଟି ସୁସ୍ଥ ହେଇଗଲା। ପାପରୁ ପରିଷ୍କୃତ ହେଇଛନ୍ତି କି? ପ୍ରଭୁ ଯୀଶୁ ଆପଣଙ୍କର ପାପର କ୍ଷମା ଦେଇଛନ୍ତି କି? ତାଙ୍କଠାରୁ ଆପଣ ତାହା ପାଇଛନ୍ତି କି? ଯଦି ଏ ପର୍ଯ୍ୟନ୍ତ କ୍ଷମା ପାଇନାହାନ୍ତି, ଏ ପର୍ଯ୍ୟନ୍ତ ପାପର ଘାରେ ହିଁ ରହିଛନ୍ତି, ତାହେଲେ ଆଜି ଆପଣଙ୍କ ପାଇଁ ସୁଯୋଗ ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ। ମନେ ରଖନ୍ତୁ, ଯେମିତି କୁଷ୍ଠରୋଗ ସମୁଦାୟ ଶରୀରକୁ ବ୍ୟାପିଯାଏ, ପାପ ମଧ୍ୟ ମନୁଷ୍ୟର ସବୁ ଅବସ୍ଥାକୁ ବ୍ୟାପିଯାଏ। ମନୁଷ୍ୟର ପ୍ରତିଟି କ୍ଷେତ୍ରକୁ ବ୍ୟାପିଯାଏ, ନଷ୍ଟ କରିଦିଏ। ନିୟନ୍ତ୍ରଣ ଆପଣ କରିପାରିବେ ନାହିଁ। ତାହା ଖାଇ 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 ଖାଇଯିବ, ଶେଷରେ ବିନାଶ କରିବ। କେବଳ ପ୍ରଭୁ ଯୀଶୁ ହିଁ ଏଥିରୁ ଆମମାନଙ୍କୁ ଶୁଚି କରିପାରନ୍ତି। କାଲବରୀ କ୍ରୁଶରେ ସେ ଆପଣାର ରକ୍ତ ଢାଳିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ବିଷୟରେ ପବିତ୍ର ବାଇବଲ ଏକଥା ଘୋଷଣା କରି କହେ, ତାହାଙ୍କର ରକ୍ତ ଆମର ସବୁ ପାପରୁ ଆମମାନଙ୍କୁ ପରିଷ୍କାର କରେ। କୌଣସି ପଶୁ କିମ୍ବା ପକ୍ଷୀର ବଳିର ରକ୍ତ ମନୁଷ୍ୟର ପାପକୁ କ୍ଷମା କରିପାରେ ନାହିଁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନର ରକ୍ତ ପ୍ରତିଟି ମଣିଷକୁ ପରିଷ୍କାର କରିପାରେ, କ୍ଷମା କରିପାରେ। ଆମମାନେ ପାପରୁ ଏହି ମୁହୂର୍ତ୍ତରେ କ୍ଷମା ପାଇପାରିବା। ଯଦି ସେ କୁଷ୍ଠରୋଗୀ ଯେମିତି ବିନତି କଲା, ଆମେ ମଧ୍ୟ ଯଦି ପ୍ରଭୁ ଯୀଶୁଙ୍କୁ ବିନତ କରି ପ୍ରାର୍ଥନା କରୁ, ତାଙ୍କଠାରେ ନିଜକୁ ସମର୍ପି ଦେବା, କହୁ ହେ ପ୍ରଭୁ, ଆପଣ ମୋତେ କ୍ଷମା କରନ୍ତୁ, ଆପଣ ମୋତେ ଶୁଚି କରନ୍ତୁ, ଆପଣ ମୋତେ ପାପର ରୋଗରୁ, ଏ ପାପର ବିନାଶକାରୀ ପ୍ରଭାବରୁ ମୁକ୍ତ କରନ୍ତୁ। ତତ୍କ୍ଷଣାତ୍ ପ୍ରଭୁ ଯୀଶୁଙ୍କ ଠାରୁ କ୍ଷମା ପ୍ରାପ୍ତ ହେବେ, ଶାନ୍ତି ପ୍ରାପ୍ତ ହେବେ ଓ ନୂଆ ଜୀବନ ପାଇବେ। ବାକ୍ୟରେ ଲେଖାଯାଏ, ସେ କୁଷ୍ଠରୋଗୀ ଯେମିତି ଶୁଣିଲା ଯୀଶୁଙ୍କର ଏ କଥା ଆଉ ତାଙ୍କର ସ୍ପର୍ଶ ପାଇଲା, ତତ୍କ୍ଷଣାତ୍ ତାର କୁଷ୍ଠରୋଗ ଚାଲିଗଲା। ସେ ଶୁଚି ହେଲା ଏବଂ ନିଜର ଘରକୁ ଫେରିଗଲା, ନିଜ ସମାଜକୁ ଫେରିଗଲା, ନିଜର ମଣ୍ଡଳୀକୁ ଫେରିଗଲା। ଆଜି ପ୍ରଭୁଙ୍କର ପରିବାର ମଧ୍ୟକୁ ଆପଣ ଫେରି ଆସିପାରିବେ ଯେତେବେଳେ ଆପଣଙ୍କର ପାପ କ୍ଷମା ହେଇଯିବ। ଆଉ ଆଜି ବି ପ୍ରଭୁ ଯୀଶୁ ପ୍ରସ୍ତୁତ ଅଛନ୍ତି। ସେ କଥା କହୁଛନ୍ତି, ମୁଁ ଇଚ୍ଛା କରୁଅଛି ତୁମେ ପାପରୁ ପରିଷ୍କୃତ ହୁଅ। ଆଉ ସେଥିପାଇଁ ତ ସେ ମୂଲ୍ୟ ଦେଇଛନ୍ତି, ସେଥିପାଇଁ ତ ସେ ଯନ୍ତ୍ରଣା ସହିଛନ୍ତି, ନିଜକୁ କ୍ରୁଶରେ ଝୁଲିବା ପାଇଁ ଅନୁମତି ଦେଇଛନ୍ତି। ଆଉ ତାଙ୍କର କ୍ରୁଶୀୟ ବଳିଦାନର ରକ୍ତ ଆଜି ବି ଉପଲବ୍ଧ ଅଟେ। କେବଳ ବିଶ୍ୱାସରେ ଗ୍ରହଣ କରନ୍ତୁ। ଆପଣ ମଧ୍ୟ ଆଜି ଶୁଚି ହେବେ, ପବିତ୍ର ହେବେ, ଈଶ୍ୱରଙ୍କର ପୁତ୍ର କନ୍ୟା ଭାବରେ ଜଣାଯିବେ ଏବଂ ନୂତନ ଜୀବନ ଭାବରେ ବଞ୍ଚିବାକୁ ପାରିବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଆମେ ଧନ୍ୟବାଦ କରୁଛୁ। ଏହା ତୁମର ଇଚ୍ଛା ଯେ ପ୍ରତିଟି ମଣିଷ ପାପରୁ ଉଦ୍ଧାର ପାଉ, ପ୍ରତିଟି ମଣିଷ ପାପର କଳୁଷତାରୁ ପରିଷ୍କୃତ ହେଉ। ପାପ ବଡ଼ ଭୟଙ୍କର ଜିନିଷ, ଯାହା ଆମମାନଙ୍କୁ ନରକ ଯନ୍ତ୍ରଣା ଆଡ଼କୁ ଠେଲି ଦିଏ। ତାହା ତୁମଠାରୁ ଆମମାନଙ୍କୁ ଦୂରକୁ ନେଇଯାଏ। ହେ ପ୍ରଭୁ, ପାପରେ ରହିବାକୁ ଦିଅ ନାହିଁ। ପାପରୁ ମୁକ୍ତ କରିବା ପାଇଁ ତୁମେ ଜଗତକୁ ଆସିଥିଲ, ତୁମର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛ। ଆଜି ବନ୍ଧୁମାନଙ୍କର ଜୀବନରେ ସେ ନୂତନ କାର୍ଯ୍ୟ କର। ତୁମର କ୍ଷମା, ତୁମର ଶାନ୍ତି, ତୁମର ଜୀବନକୁ ଅନୁଭବରେ ପାଇବା ପାଇଁ ସାହାଯ୍ୟ କର। କାରଣ ତୁମ ବିନା ଆଉ ଉଦ୍ଧାରକର୍ତ୍ତା କେହି ନାହିଁ। ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କେବଳ ତୁମେ ଜଣେ ମାତ୍ର ପରିତ୍ରାଣକର୍ତ୍ତା। କାରଣ ପରିତ୍ରାଣର ନିମନ୍ତେ ତୁମେ ନିଜ ଜୀବନର ମୂଲ୍ୟ ଦେଇଅଛ। ନିଜ ନିଜକୁ ସମର୍ପଣ କରି ଧନ୍ୟବାଦ ସହିତ ଏହି ପ୍ରାର୍ଥନା ନିବେଦନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଶୁଣିଲେ ଆଜିର କାର୍ଯ୍ୟକ୍ରମ ସତ୍ୟଜ୍ୟୋତି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଓ ବିନା ମୂଲ୍ୟରେ ଏକ ପୁସ୍ତକ ପାଇବା ପାଇଁ ଆମକୁ ପତ୍ର ଲେଖନ୍ତୁ। ଏବଂ ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ, ତେବେ ଆମକୁ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ବା ଫୋନ ଯୋଗେ ସମ୍ପର୍କ କରନ୍ତୁ। ଆମ ଠିକଣା ହେଲା ସତ୍ୟଜ୍ୟୋତି, ପୋଷ୍ଟ ବକ୍ସ ନମ୍ବର 89, କଟକ 753001। ଆଜି ପାଇଁ ବିଦାୟ ନେଉଛୁ। ଆପଣମାନଙ୍କ ସହିତ ପୁଣି ଦେଖାହେବ ଠିକ୍ ଆସନ୍ତା ସପ୍ତାହର ଏହି ଦିନ, ଏହି ସମୟ। ନମସ୍କାର।